ସମସ୍ତଙ୍କୁ ମୋର ପ୍ରେଜ୍ ଦ ଲର୍ଡ। ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ମୁଁ ଯୋସେଫଙ୍କର କାହାଣୀ କହିବାକୁ ଯାଉଛି, ଯାହାକୁ ଆପଣ ଆଦି ପୁସ୍ତକ 37 ତାର 50 ଅଧ୍ୟାୟ ଯାଏ ଆପଣ ବିସ୍ତାର କରି ପଢ଼ିପାରିବେ। ଯୋସେଫ ଯାକୋବର ଏକାଦଶ ପୁତ୍ର ଥିଲା। ତାଙ୍କର ପ୍ରିୟ ପତ୍ନୀ ରାହୁଲଙ୍କ ମାଧ୍ୟମରେ ପ୍ରଥମ ପୁତ୍ର ଥିଲା। ଯୋସେଫଙ୍କ କାହାଣୀ ଆଦି ପୁସ୍ତକ 37 ତାର 50 ଅଧ୍ୟାୟ ଯାଏ ମିଳିଥାଏ। ତାଙ୍କ ଜନ୍ମ ଘୋଷଣା ପରେ ଆମେ ଯୋସେଫଙ୍କୁ ଏକ 17 ବର୍ଷ ବୟସ୍କ ଯୁବକ ଭାବରେ ଦେଖୁ। ଯୋସେଫଙ୍କୁ ତାଙ୍କର ସମସ୍ତ ପୁତ୍ର ଅପେକ୍ଷା ଅଧିକ ଭଲ ପାଉଥିଲେ, କାରଣ ସେ ବୃଦ୍ଧ ଅବସ୍ଥାରେ ତାଙ୍କୁ ପୁତ୍ର ହୋଇଥିଲା ଏବଂ ଯାକୁବ ଯୋସେଫଙ୍କୁ ଅନେକ ରଙ୍ଗର ପୋଷାକ ଦେଇଥିଲେ। ଯୋସେଫଙ୍କ ଭାଇମାନେ ଜାଣିଥିଲେ ଯେ ସେମାନଙ୍କ ପିତା ଯୋସେଫଙ୍କୁ ସେମାନଙ୍କ ଅପେକ୍ଷା ଅଧିକ ଭଲ ପାଉଛି। ସେଥିପାଇଁ ସେମାନେ ତାଙ୍କୁ ଘୃଣା କରିବାକୁ ଲାଗିଲେ। ଯୋସେଫଙ୍କ ତାଙ୍କ ସ୍ୱପ୍ନକୁ ପରିବାର ସହିତ ଯୋଡ଼ିବା ଆରମ୍ଭ କଲେ। ଯୋସେଫଙ୍କ ତାଙ୍କ ପରିବାର ଉପରେ ଶାସନ କରୁଥିବା ସମୟରେ ଏହି ଦର୍ଶନ ପାଇଥିଲେ। ଯୋସେଫଙ୍କ ପ୍ରତି ଶତ୍ରୁତା ଆହୁରି ବଢ଼ିବାକୁ ଲାଗିଲା। ଯେତେବେଳେ ତାଙ୍କ ଭାଇମାନେ ମରୁଭୂମିରେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କଲେ, କିନ୍ତୁ ଜ୍ୟେଷ୍ଠ ପୁତ୍ର ରୁବେନ ଏହି ହତ୍ୟାକାଣ୍ଡକୁ ସିଧାସଳଖ ବିରୋଧ କଲା। ଯୋସେଫଙ୍କୁ ଏକ ଖାଲରେ ଫିଙ୍ଗି ଦେବାକୁ ପରାମର୍ଶ ଦେଲା। ରୁବେନ ଚାହୁଁଥିଲେ ଯେ ତାର କିଛି କ୍ଷତି ନ ହେଉ, କିନ୍ତୁ ରୁବେନ ନଥିବା ବେଳେ କିଛି ବ୍ୟବସାୟୀ ସେହି ବାଟ ଦେଇ ଯାଉଥିଲେ। ସେଥିରେ ଜିହୁଦା ଯୋସେଫଙ୍କୁ ଦାସତ୍ୱରେ ବିକ୍ରୟ କରିବାକୁ ପରାମର୍ଶ ଦେଲା। ରୁବେନ ନଥିବା ବେଳେ ତାଙ୍କ ଭାଇମାନେ ତାଙ୍କୁ ବିକ୍ରୟ କରିଦେଇଥିଲେ। ସେଥିରେ ତାଙ୍କ ଭାଇମାନେ ଯୋସେଫଙ୍କ ପୋଷାକ ନେଇ ତାଙ୍କୁ ଛେଳିର ରକ୍ତରେ ବୁଡ଼ାଇ ଏବଂ ନିଜ ପିତାକୁ ପ୍ରତାରଣା କଲେ। ଯୋସେଫଙ୍କୁ ବ୍ୟବସାୟୀମାନେ ପଟିଫର ନାମକ ଜଣେ ଉଚ୍ଚ ପଦ ଅଧିକାରୀଙ୍କୁ ବିକ୍ରୟ କଲେ ଏବଂ ଶେଷରେ ପଟିଫରଙ୍କ ପରିବାର ମୁଖ୍ୟ ଥିଲା। ଯୋସେଫ ତାଙ୍କର କର୍ତ୍ତବ୍ୟକୁ ଅତ୍ୟନ୍ତ ଉତ୍କୃଷ୍ଟ ଭାବରେ ପାଳନ କଲେ। ସେ ପଟିଫରଙ୍କ ବିଶ୍ୱସ୍ତ ସେବକ ହେଲା। ତାପରେ ପଟିଫର ତାଙ୍କ ପରିବାରର ଦାୟିତ୍ୱରେ ରଖିଲେ। ପଟିଫର ଦେଖିପାରିଲେ ଯେ ଯୋସେଫ ପ୍ରତ୍ୟେକ କାର୍ଯ୍ୟରେ ପରମେଶ୍ୱରଙ୍କ ସମ୍ପର୍କରେ ଅଛି ଏବଂ ସେ କରିଥିବା ସମସ୍ତ କାର୍ଯ୍ୟରେ ସଫଳ ପାଉଛି। କିନ୍ତୁ ଦୁର୍ଭାଗ୍ୟବଶତଃ ପଟିଫରଙ୍କ ସ୍ତ୍ରୀ ଯୋସେଫଙ୍କୁ ଲୋଭରେ ପରୀକ୍ଷା କରିବାକୁ ଚେଷ୍ଟା କଲେ, କିନ୍ତୁ ଯୋସେଫ କ୍ରମାଗତ ଭାବରେ ସିଧାସଳଖ ମନା କରିଦେଲେ ଆଉ କହିଲା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରିବି ନାହିଁ। ପଟିଫରଙ୍କ ପତ୍ନୀ ଯୋସେଫଙ୍କ ପୋଷାକ ଧରି ତାଙ୍କୁ ଯୌନ ସମ୍ପର୍କ କରିବାକୁ ଅନୁରୋଧ କଲେ। ସେଥିରେ ଯୋସେଫ ତାଙ୍କ ପୋଷାକ ଛାଡ଼ି ଦୌଡ଼ି ପଳାଇଲେ। ସେଥିରେ ପଟିଫରଙ୍କ ପତ୍ନୀ କ୍ରୋଧରେ ସେ ଯୋସେଫଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ କଲେ ଏବଂ ପଟିଫର ଯୋସେଫଙ୍କୁ କାରାଗାରରେ ପକାଇଦେଲେ। କାରାଗାରରେ ଯୋସେଫ ପୁଣି ଥରେ ପରମେଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କଲେ। ଯୋସେଫ ତାଙ୍କର 2 ଜଣ ବନ୍ଦୀଙ୍କର ସ୍ୱପ୍ନକୁ ବ୍ୟାଖ୍ୟା କଲେ। ଉଭୟ ବ୍ୟାଖ୍ୟା ସଠିକ୍ ପ୍ରମାଣିତ ହେଲା ଏବଂ ସେ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ କାରାଗାରରୁ ମୁକ୍ତ ହୋଇ ରାଜାଙ୍କ ସାମ୍ନାରେ ଉପସ୍ଥିତ ହେଲା। କିନ୍ତୁ ପାନପାତ୍ର ଯୋସେଫଙ୍କୁ ଭୁଲିଗଲେ ଏବଂ ଫାରୋଙ୍କ ସହିତ ତାଙ୍କ ବିଷୟରେ କଥାବାର୍ତ୍ତା କରିବାରେ ବିଫଳ ହେଲେ। 2 ବର୍ଷ ପରେ ରାଜା କିଛି ଅସୁବିଧାଜନକ ସ୍ୱପ୍ନ ଦେଖିଲେ ଏବଂ ଯୋସେଫଙ୍କୁ ମନେ ପକାଇ ରାଜା ଯୋସେଫଙ୍କୁ ଡାକି ତାଙ୍କ ସ୍ୱପ୍ନର ଅର୍ଥ ବୁଝାଇବାକୁ କହିଲେ। ଫାରୋଙ୍କ ସ୍ୱପ୍ନକୁ ଆଧାର କରି ଯୋସେଫ 7 ବର୍ଷର ପ୍ରଚୁର ଫସଲ ବିଷୟରେ ଭବିଷ୍ୟବାଣୀ କଲେ ଏବଂ ମିଶ୍ରରେ 7 ବର୍ଷର ଦୁର୍ଭିକ୍ଷ ଦେଖାଗଲା ଏବଂ ଭବିଷ୍ୟତକୁ ପ୍ରସ୍ତୁତ କରିବା ପାଇଁ ରାଜାଙ୍କୁ ଶସ୍ୟ ଗ୍ରହଣ କରିବାକୁ ପରାମର୍ଶ ଦେଲେ। ତାଙ୍କର ଜ୍ଞାନ ପାଇଁ ଯୋସେଫ ମିଶ୍ରର ଜଣେ ଶାସକ ଭାବରେ ପ୍ରତିଷ୍ଠିତ ହେଲେ। ରାଜାଙ୍କ ପରେ ଦ୍ୱିତୀୟରେ ଯୋସେଫ ରହିଲେ। ଯୋସେଫ ପ୍ରଚୁର ବର୍ଷ ମଧ୍ୟରେ ଖାଦ୍ୟ ସଂଗ୍ରହ କରିବା ଏବଂ ଦୁର୍ଭିକ୍ଷ ସମୟରେ ଏହାକୁ ମିଶ୍ରୀୟ ତଥା ବିଦେଶୀୟମାନଙ୍କ ନିକଟରେ ବିକ୍ରୟ କରିବା ଦାୟିତ୍ୱରେ ଥିଲେ। ଏହି ବର୍ଷଗୁଡ଼ିକରେ ଯୋସେଫଙ୍କର 2ଟି ପୁତ୍ର ଥିଲେ, ମନସି ଏବଂ ଇଫ୍ରେମିୟ।
ଯେତେବେଳେ ଦୁର୍ଭିକ୍ଷ ଦେଖାଗଲା, କିଣାଣ ମଧ୍ୟ ପ୍ରବାହିତ ହେଲା। ଯାକୁବ ତାଙ୍କର 10 ପୁତ୍ରଙ୍କୁ ଶସ୍ୟ କିଣିବା ପାଇଁ ମିଶରକୁ ପଠାଇଲେ। ସେ ତାଙ୍କର ସାନ ପୁଅ ଏବଂ ରାହୁଲଙ୍କ ପୁତ୍ର ବିନ୍ୟାମିନଙ୍କୁ ନିଜର ରୂପେ ଗ୍ରହଣ କଲେ। ଇଜିପ୍ଟରେ ଥିବାବେଳେ ତାଙ୍କ ଭାଇମାନେ ସେମାନଙ୍କର ଦୀର୍ଘ ଦିନ ହଜିଯାଇଥିବା ଭାଇଙ୍କୁ ଭେଟିଲେ, ଯାହାକୁ ସେମାନେ ଚିହ୍ନି ପାରିଲେ ନାହିଁ। ତଥାପି ଯୋସେଫ ତାଙ୍କ ଭାଇମାନଙ୍କୁ ଚିହ୍ନିଲେ। ସେ ଗୁପ୍ତରେ ଅଭିଯୋଗ କରି ଯୋସେଫଙ୍କ ସେମାନଙ୍କୁ ପରୀକ୍ଷା କଲା। ସେ ସେମାନଙ୍କୁ 3 ଦିନ କାରାଗାରରେ ରଖିଲା। ତାପରେ ଯୋସେଫ ତାଙ୍କୁ ଛାଡ଼ିଦେଲା। ସେମାନଙ୍କୁ ଶସ୍ୟ ସହିତ ପଠାଇଲା ଏବଂ ସାନ ପୁଅଙ୍କୁ ସାଙ୍ଗରେ ଆଣିବାକୁ କହିଲା। ଯୋସେଫଙ୍କ ପରିଚୟ ବିଷୟରେ ଅବଗତ ନଥିଲେ। ସମସ୍ତ ଭାଇମାନେ ବର୍ଷ ବର୍ଷ ପୂର୍ବରୁ ନିଜ ଭାଇକୁ ବିକ୍ରୟ କରିବାର ଦୋଷୀ ଅନୁତାପ କଲେ। ଯୋସେଫ ସେମାନଙ୍କ ଆଲୋଚନା ଶୁଣି କାନ୍ଦିବାକୁ ଲାଗିଲା। ସେ ମିସ୍ରୀୟମାନଙ୍କୁ ତାଙ୍କ ସହିତ ରଖିଲେ ଏବଂ ଅନ୍ୟମାନଙ୍କୁ ଯିବାକୁ ଦେଲେ ଏବଂ ଗୁପ୍ତରେ ସେମାନଙ୍କ ଟଙ୍କା ତାଙ୍କ ଅଖା ଭିତରେ ରଖିଦେଲେ। ଯେତେବେଳେ ଭାଇମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କର ଟଙ୍କା ଫେରସ୍ତ ହୋଇଛି, ସେମାନେ ଅଧିକ ଭୟଭୀତ ହେଲେ। ତାପରେ ତାଙ୍କ ଭାଇମାନେ ଘରେ ପହଞ୍ଚିଲେ ଆଉ ସେମାନେ ତାହା ଘଟିଲା ତାହା ଯାକୁବଙ୍କୁ ଜଣାଇଲେ। ଯୋସେଫଙ୍କ ମୃତ୍ୟୁ ଏବଂ ସିମୋନଙ୍କ ଅତିରିକ୍ତ କ୍ଷତି ପାଇଁ ଯାକୁବ ପୁଣି ଥରେ ଶୋକ କଲେ। ଦୁର୍ଭିକ୍ଷ ଅଧିକ ଭୟଙ୍କର ହେଲା। ଯାକୁବ ରାଜି ହେଲେ। ଜିହୁଦା ନିଜ ଜୀବନକୁ ବଞ୍ଚାଇବାକୁ ପ୍ରତିଜ୍ଞା କରି ଯାକୁବଙ୍କୁ ବିନ୍ୟାମାନଙ୍କୁ ପଠାଇବାକୁ ଅନୁମତି ଦେଲା। ଯାକୁବ ରାଜି ହେଲେ ଯେ ଏବଂ ସଂଗ୍ରହ କରିଥିବା ଫସଲଗୁଡ଼ିକୁ ପଠାଇଲେ ଏବଂ ଶସ୍ୟ ପାଇଁ 2 ଗୁଣ କଲେ। ଯୋସେଫ ତାଙ୍କ ଭାଇମାନଙ୍କୁ ଦେଖିଲେ। ସେ ତାଙ୍କର ସେବକମାନଙ୍କୁ ଏକ ମେଷ୍ଟ ଭୋଜ କରିବାକୁ ଏବଂ ଭାଇମାନଙ୍କ ସହିତ ଖାଇବାକୁ ପ୍ରସ୍ତୁତ କରିବାକୁ ଆଦେଶ ଦେଲେ। ଯୋସେଫଙ୍କ ଘରୁ ନିମନ୍ତ୍ରଣରେ ଭୟଭୀତ ହୋଇ ଭାଇମାନେ ପ୍ରଥମ ଥର ପାଇଁ ଯୋସେଫଙ୍କୁ ଫେରସ୍ତ କରିଥିବା ଟଙ୍କା ପାଇଁ କ୍ଷମା ମାଗିଲେ। ଯୋସେଫଙ୍କର ଅଧିକାରୀମାନେ ସେମାନଙ୍କୁ ଆଶ୍ୱାସନା ଦେଲେ ଏବଂ ସିମୋନଙ୍କୁ ବାହାରକୁ ଆଣିଲେ। ଯୋସେଫ ଫେରି ଆସିବା ପରେ ଭାଇମାନେ ତାଙ୍କ ଆଗରେ ମୁଣ୍ଡ ନୁଆଁଇଲେ। ଯାହା ସେ ପୂର୍ବରୁ କହିଥିବା ଭବିଷ୍ୟବାଣୀ ପୂରଣ ହେଲା। ସେ ତାଙ୍କ ପରିବାରର ମଙ୍ଗଳ ବିଷୟରେ ପଚାରିଲେ ଏବଂ ପୁଣି ଯୋସେଫ କାନ୍ଦିବାକୁ ଲାଗିଲେ। କିନ୍ତୁ ଏଥର ସେ ନିଜ କୋଠରୀକୁ ଯାଇ ତାହା କଲେ। ଯେତେବେଳେ ତାଙ୍କ ଭାଇମାନେ ଯୋସେଫଙ୍କ ଠାରୁ ଅଲଗା ଏକ ବେଞ୍ଚରେ ବସିବାକୁ ଲାଗିଲେ, ସେମାନେ ସେମାନଙ୍କର ଜନ୍ମ ଆଦେଶ ଅନୁଯାୟୀ ବସି ଆଶ୍ଚର୍ଯ୍ୟ ହୋଇଗଲେ। ଅନ୍ୟ ଭାଇମାନଙ୍କ ଅଂଶ ଅପେକ୍ଷା ବିନ୍ୟାମିନଙ୍କୁ 5 ଗୁଣ ଅଧିକ ମିଳିଲା। ନିଜ ପିତାଙ୍କ ନିକଟକୁ ପଠାଇବାକୁ ଯୋସେଫ ନିଜ ଭାଇମାନଙ୍କୁ ପରୀକ୍ଷା କରି ସେମାନଙ୍କ ଟଙ୍କାକୁ ଫେରସ୍ତ କରିଥିଲେ। ବିନ୍ୟାମିନଙ୍କ ଶସ୍ୟ ଅଖା ଭିତରେ ରଖିଦେଇଥିଲେ। ସେ ତାଙ୍କ ଭାଇମାନଙ୍କୁ ଯାତ୍ରା କରିବାକୁ ଆଦେଶ ଦେଲେ ଏବଂ ପରେ କ୍ରୋଧରେ ତାଙ୍କ ଅଧିକାରୀ ସେମାନଙ୍କୁ ପଠାଇଲେ ଏବଂ ବିନ୍ୟାମିନଙ୍କୁ ହତ୍ୟା କରିବାକୁ ଧମକ ଦେଲେ। ଯୋସେଫଙ୍କୁ ଜିହୁଦା ବିନ୍ୟାମିନ ରକ୍ଷା କରିବାକୁ ନିବେଦନ କଲା। ଯଦି ବିନ୍ୟାମିନର କିଛି ହୋଇଯାଏ, ତେବେ ଆମ ପିତା ମଧ୍ୟ ମରିଯିବ। ଯୋସେଫଙ୍କ ମୃତ୍ୟୁ ହେତୁ ଆମ ପିତା ବହୁତ ଶୋକ କରିଛନ୍ତି, ଆଉ ବିନ୍ୟାମିନର ମୃତ୍ୟୁ ଶୋକ ସେ ସହିପାରିବେ ନାହିଁ। ଜିହୁଦା ମଧ୍ୟ ଯାକୁବଙ୍କୁ ଦେଇଥିବା ଶପଥ ବିଷୟରେ କହିଲେ, ଆଉ ବିନ୍ୟାମିନ ବଦଳରେ ନିଜ ଜୀବନକୁ ନେବାକୁ କହିଲା। ତାଙ୍କ ଭାଇମାନଙ୍କର ହୃଦୟ ପରିବର୍ତ୍ତନ ହେବାର ଦେଖି ଯୋସେଫ ତାଙ୍କର ସମସ୍ତ ସେବକଙ୍କୁ ପଠାଇଲେ ଆଉ ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲେ। ଫାରୋଙ୍କ ଦ୍ୱାର ନିକଟରେ ତାଙ୍କର କ୍ରନ୍ଦନ ଶୁଣାଗଲା। ତାପରେ ତାଙ୍କ ଭାଇମାନଙ୍କ ନିକଟରେ ନିଜକୁ ପ୍ରକାଶ କଲେ। ଯୋସେଫଙ୍କ ତାଙ୍କ ଭାଇମାନଙ୍କୁ ଆଶ୍ୱାସନା ଦେଇ କହିଲେ, ତୁମେ ମୋ ପ୍ରତି ଯାହା କରିଥିଲ ସେଥିପାଇଁ ନିଜ ଉପରେ କ୍ରୋଧିତ ହୁଅ ନାହିଁ। ପରମେଶ୍ୱର ତୁମର ଯତ୍ନ ନେବାକୁ ମିଶରରେ ପଠାଇଛନ୍ତି। ଯୋସେଫ ଯାକୁବଙ୍କୁ ତାଙ୍କର ଭାଇମାନଙ୍କ ନିକଟକୁ ପଠାଇଲେ। ଗୋସେନରେ ରହିବାକୁ କହିଲେ, ଯେଉଁଠାରେ
ସେମାନେ ଯୋସେଫଙ୍କ ସାଙ୍ଗରେ ରହିବେ ଏବଂ ସେ ତାଙ୍କ ଭାଇ ପାଇଁ ଖାଦ୍ୟ ଯୋଗାଇଲେ। ଯାକୋବଙ୍କର ପରିବାର ସହିତ ମିଶ୍ରରେ ରହିବାକୁ ଆଦେଶ ଦେଲେ। ମୃତ୍ୟୁ ପୂର୍ବରୁ ଯାକୋବ ଯୋସେଫଙ୍କ ଦୁଇ ପୁଅକୁ ଆଶୀର୍ବାଦ କଲେ ଏବଂ ସେମାନଙ୍କ ମଙ୍ଗଳ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ପ୍ରିୟ ଭାଇ ଓ ଭଉଣୀମାନେ, ଯୋସେଫଙ୍କ କାହାଣୀରୁ ଆମେ ବହୁତ କିଛି ଶିକ୍ଷା ପାଇପାରିବା। ଯାକୋବଙ୍କ ପ୍ରତି ଥିବା ପକ୍ଷପାତିତା ଆଜି ପିତାମାତା ଆଉ ତାଙ୍କ ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ଯୌନ ସମ୍ପର୍କ ପ୍ରଲୋଭନକୁ କିପରି ଏଡ଼ାଇ ଦେବ, ତାହା ଆମେ ଯୋସେଫଙ୍କ ଦ୍ୱାରା ଗୋଟେ ଉଦାହରଣ ପାଇଅଛୁ। ଏବଂ ପରମେଶ୍ୱରଙ୍କ ବିଶ୍ୱସ୍ତାର ଏକ ରହସ୍ୟ ଅଛି ଯେ ପରମେଶ୍ୱର ଦୁଃଖ କ୍ଲେଶରେ ମଧ୍ୟ ସେ ନିଜ ପିଲାମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ। ପ୍ରଭୁ ସଦାବେଳେ ଯୋସେଫଙ୍କ ସାଙ୍ଗରେ ଥିଲେ। ଯୋସେଫଙ୍କ କାହାଣୀ ମନ୍ଦଠାରୁ ଦୂର ଏବଂ ତାଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଶିଖାଏ। ତାଙ୍କର ସମସ୍ତ କାର୍ଯ୍ୟ ସମାପ୍ତ ହେବା ପରେ ଯୋସେଫ ପରମେଶ୍ୱରଙ୍କ ହସ୍ତର କାର୍ଯ୍ୟ ଦେଖିବାକୁ ସକ୍ଷମ ହେଲେ। ଯେତେବେଳେ ସେ ନିଜ ଭାଇମାନଙ୍କ ନିକଟରେ ନିଜର ପରିଚୟ ପ୍ରକାଶ କଲେ, ସେତିକିବେଳେ ଏହା କରିଥିଲେ ଯେ ବର୍ତ୍ତମାନ ଅନୁତାପ କର ନାହିଁ ଏବଂ ଦୁଃଖ କର ନାହିଁ, କାରଣ ତୁମେ ମୋତେ ବିକ୍ରୟ କରିନାହଁ, ବରଂ ତୁମର ଜୀବନ ବଞ୍ଚାଇବାକୁ ପରମେଶ୍ୱର ମୋତେ ଏଠି ଆଣିଅଛନ୍ତି। ପରେ ଯୋସେଫ ପୁନର୍ବାର ନିଜ ଭାଇମାନଙ୍କୁ ଆଶ୍ୱାସନା ଦେଇ କ୍ଷମା ପ୍ରଦାନ କରିଥିଲେ। ତୁମେ ମୋ ପାଇଁ ମନ୍ଦ ବିଷୟ ଭାବିଥିଲ ମଧ୍ୟ, କିନ୍ତୁ ପରମେଶ୍ୱର ତାହା ଭଲ ବିଷୟରେ ପରିଣତ କରିଅଛି। ପ୍ରିୟମାନେ, ମନୁଷ୍ୟର ଦୁଷ୍ଟ ଉଦ୍ଦେଶ୍ୟ ମଧ୍ୟ ପରମେଶ୍ୱରଙ୍କ ସିଦ୍ଧ ଯୋଜନାକୁ ବାଧା ଦେଇପାରିବ ନାହିଁ। ମୁଁ ଆଶା କରୁଅଛି ଏହି ଯୋସେଫଙ୍କର କାହାଣୀ ଦ୍ୱାରା ଆପଣ ନିଶ୍ଚୟ କିଛି ଶିଖିଥିବେ। ଆଗାମୀ ଭିଡ଼ିଓରେ ପୁଣି ଥରେ ଦେଖାହେବ। ଆଜି ପାଇଁ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।